ଜୟ ଜଗନ୍ନାଥ। 56 ପୃଷ୍ଠା ତ ଗଲା। ସ୍ଥିତପ୍ରଜ୍ଞ କାହାକୁ କହନ୍ତି ଆପଣ ମାନେ ଜାଣିଲେ। ସ୍ଥିତପ୍ରଜ୍ଞ ଯେ ବିଷୟ ପ୍ରଭୃତି ମୋହ ଓ କାମନାକୁ ଯେ ଛାଡ଼ିଦିଏ ତାକୁ ସ୍ଥିତପ୍ରଜ୍ଞ କହନ୍ତି। ଏପଟେ ଭଗବାନ କହିଲେ ଦେଖ ଏପଟେ କେତେ ସୁନ୍ଦର ଭାବେ ଭଗବାନ ଆମ ଜୀବନର ରାସ୍ତା ତିଆରି କରିଛନ୍ତି। ଆମେ ମାନେ ପଢୁନେ ଶୁଣୁନେ ଜାଣୁନେ ବୋଲି ଆମେ ଦୁଃଖରେ ଭାଙ୍ଗି ପଡୁଛେ, ଦୁଃଖ କରୁଛେ, ସୁଇସାଇଡ୍ କରୁଛେ, ସ୍ୱାମୀକି ଛାଡ଼ି ଦଉଛେ କି ପ୍ରେମିକକୁ ଛାଡ଼ି ଦଉଛେ। ଆମେ ମାନେ ସତ ଇଏଟାକୁ ଆମେ ଧରି ପାରୁନେ। ଦେଖ ଭଗବାନ ଏଇଠି କେତେ ସୁନ୍ଦର ଭାବେ ଲେଖିଛନ୍ତି। ଏଇଟା 57 ପୃଷ୍ଠା 2ୟ ଅଧ୍ୟାୟ 57 ପୃଷ୍ଠା। ଯାହା ଘରେ ବି ସବୁ ଅଛି କି ଯାହା ପାଖରେ ନାହିଁ ସମସ୍ତେ ବି ଗୋଟେ ଗୋଟେ ବହି ଆଣନ୍ତୁ ଦେଖନ୍ତୁ। 57 ପୃଷ୍ଠାରେ ଭଗବାନ କେତେ ସୁନ୍ଦର ଭାବେ ଲେଖିଛନ୍ତି। ଦୁଃଖେଷୁ ନୁଦ୍ ବିଘ୍ନ ମନାହା ସୁଖେଷୁ ବିଗତ ସ୍ପୃହ ବିତରାଗ ଭୟ କ୍ରୋଧ ସ୍ଥିତ ଧି ମୁନି ରୁଚ୍ୟତେ। ମୋର ତ ଏତେ ଶ୍ଲୋକ ଭଲ ହଏନି, ତଥାପି ଠାକୁରଙ୍କ ଦୟାରୁ ଯେତିକି ହଉଛି ଭୁଲ ଥିଲେ କ୍ଷମା କରିବେ ସାଙ୍ଗମାନେ। ମୁଁ ଓଡ଼ିଆଟାକୁ ଭଲସେ ବୁଝଉଛି ଟିକେ ଭଗବାନ ଦୟାରୁ। ଏଇଠି ଭଗବାନ କହିଲେ ଦେଖ ଦୁଃଖ ପଡ଼ିଲେ କାତର ହେବା, ସୁଖ ବେଳେ ଆନନ୍ଦରେ ମାତି ଉଠା। ଏଇଟା ମୁଁ ଟିକେ ଦେଖଉଛି, ଆପଣ ବି ଏଇଠି ସବୁ ଦେଖନ୍ତୁ। ଏମିତି ସବୁ ଓଲଟା ଦେଖାଯିବ, ସବୁ ଓଲଟା ଦେଖାଯିବ କାହିଁକିନା ଏଇଟା ଫ୍ରଣ୍ଟ ଅଛି, ସବୁ ଓଲଟା ଦେଖାଯାଉଛି। ଆପଣଙ୍କ ପାଖରେ ଯଦି ବି ବହି ଥବ, ଶ୍ରୀମଦ୍ ଭଗବତ ଗୀତା ଥବ, ଆପଣମାନେ ବି ଦେଖିବେ ଭଗବାନ ଏଠି କେତେ ସୁନ୍ଦର ଭାବେ ଲେଖିଛନ୍ତି, ମାନେ ଆପଣ ବିଶ୍ୱାସ କରିପାରିବେନି। ଏଇ 57 ପୃଷ୍ଠାଟା ଏତେ ସୁନ୍ଦର ଭାବେ ଭଗବାନ ଲେଖିଛନ୍ତି। ଦେଖ ଦୁଃଖ ପଡ଼ିଲେ କାତର ହେବା, ସୁଖ ବେଳେ ଆନନ୍ଦରେ ମାତି ଉଠିବା, ପୁଣି କ୍ରୋଧ, ହିଂସା, ଗର୍ବ, ବାଦ, ସ୍ନେହ, ଭୟ ଯାହାର ମନରେ ସ୍ଥାନ ପାଏ ନାହିଁ ତାହାକୁ ସ୍ଥିତପ୍ରଜ୍ଞ କହନ୍ତି। ଏଇଠି ଭଗବାନ କହିଲେ ସମସ୍ତେ ସ୍ଥିତପ୍ରଜ୍ଞ ହୁଅ। ଆମେ ମାନେ ସମସ୍ତେ ସ୍ଥିତପ୍ରଜ୍ଞ ହେବା କଥା। ଏ ସୃଷ୍ଟି ଆମର ନୁହଁ, ଆମେ କ'ଣ ଏ ସୃଷ୍ଟିକି ଆଣିକି ଯାଇଛେ ନା ଆମର ଇଏ କ'ଣ? ଏ ସବୁ ଭଗବାନଙ୍କର। ଘର ଦ୍ୱାର ଧନ ସମ୍ପତ୍ତି ଆମେ ନିଜେ ବି ଭଗବାନଙ୍କର। ତେଣୁକରି ଆମର ଏ କିଛି ନାହିଁ କି ଆମେ କିଛି ଆଣିନୁ। ଆଇଛେ ଏକା, ଯିବା ଏକା, ଆମ ସାଙ୍ଗରେ ଭଗବାନ ଥିଲେ, ମଲାବେଳେ ବି ଭଗବାନ ଥିବେ। ତେଣୁକରି ସେ ଭଗବାନ ହିଁ ଆମର ନିଜର, ଆଉ କିଛି ନିଜର ନୁହଁ। ଏଇଠି ଭଗବାନ ଲେଖିଲେ ଦେଖ ଦୁଃଖ, ଆମେ ଦୁଃଖ ପଡ଼ିଲେ କ'ଣ କରୁଛେ? ହେ ମୋର ଦୁଃଖ ପଡ଼ିଲା, ଭଗବାନ ମୋତେ ଦୁଃଖ ଦେଲେ, କାନ୍ଦୁଛେ, ବୋବଉଛେ। ନାଇଁ, ଦୁଃଖ ପଡ଼ିଲେ କାତର ହବନି। ସୁଖ ଆଜି ସମ୍ପତ୍ତି ମିଳିଲା, ଆଜି ଜାଗା କିଣିଲି, ଆଜି ଘର କଲି, ନାଇଁ। ସୁଖ ବି ଦୁଃଖ ବି ଭଗବାନ ଦେଇଛନ୍ତି, ସେ ଭଗବାନଙ୍କର, ଭଗବାନ ବୁଝିବ। ସୁଖ ବି ଦେଲେ, ସୁଖ ଭଗବାନ ଦେଲେ, ତମେ ହିଁ ବୁଝିବ। ଏ ସବୁ ତମର, ସବୁ ଟେକି ଦେବ, ସୁଖ ଟେକି ଦେବ, ଦୁଃଖ ଟେକି ଦେବ, ସବୁ ତମେ ଦଉଛ, ତମେ ହିଁ ବୁଝିବ। ଏଇଠି ଭଗବାନ ଦେଲେ ଦୁଃଖ ପଡ଼ିଲେ କାତର ହେବା, ସୁଖ ବେଳେ ଆନନ୍ଦରେ ମାତି ଉଠିବା, କ୍ରୋଧ, ଆମେ ଯେଉଁ ରାଗି ଯାଉଛେ, କ୍ରୋଧ କରୁଛେ, ହିଂସା, ହେ ଏଇଟା ମୋର, ଏଇଟା ତାର, ମୁଁ କାହିଁ ତାକୁ ଦେବି, ମୋର ସରିଯିବ। ହିଂସା, ଅନ୍ୟକୁ ହିଂସା, ସେ ଏତେ ଭଲ ଚାଲିଲା, ଏତେ ଇଏ କଲା, ଏତେ ଭଲ ଚାକିରି କରିଦେଇଛି, ହିଂସା। ଆଉ ଗର୍ବ, ମୁଁ ଏତେ ବଡ଼ ଲୋକ, ମୁଁ ଏତେ ସୁନ୍ଦର। ସ୍ନେହ, ଭୟକୁ ବି ମନରେ ସ୍ଥାନ ଦିଅ ନା। ମୋତେ କାଳେ କିଏ ମାରିଦେବ, ମୁଁ କାଳେ ମରିଯିବି, ମୋର ଜ୍ୱର ହେଇଯିବି, ମରିଯିବି, ମୁଁ କାଳେ ଇଏ ହେଇଯିବି, ସେମିତି ନାହିଁ। ସ୍ଥାନ ପାଇଲେ ତାକୁ ସ୍ଥିତପ୍ରଜ୍ଞ କହନ୍ତି। ଏଇଠି ଭଗବାନ ଦେଖ ଗୀତରେ ବି ଭଗବାନ ସଜେଇଛନ୍ତି। ଦୁଃଖରେ କାତର ନୁହଁଇ, ସୁଖରେ ଭୋଳସେ ନ ହୋଇ, ରାଗ କ୍ରୋଧ ଗର୍ବାଦି ମାନ, ଲୋଭ ମୋହ ଭୟ ଯେ ଗୁଣ, ନାଶ ହୋଇନ ଅଛି ଯାର, ସ୍ଥିତପ୍ରଜ୍ଞ ଯେ ସେହି ନର, ଏକଥା ଅଜ୍ଞାନ ଜାଣଇ, କର୍ତ୍ତବ୍ୟ ପାଳନର ପାଇଁ, ଯାହାର ହୃଦ ଭୟହୀନ, ଦେଖିଲେ ଆତତାଇ ଜନ, ମନରେ କ୍ରୋଧ ଉଦେ ନହି, ବୁଦ୍ଧି ତାହାର ସ୍ଥିର ହୋଇ, ଅଟେ ସେ ସ୍ଥିତପ୍ରଜ୍ଞ ନର, ଅର୍ଜୁନ ଏହା ମନେ ଧର। ଏଇଠି ଭଗବାନ ଅର୍ଜୁନକୁ ବୁଝାଉଛନ୍ତି। ଜୟ ଜଗନ୍ନାଥ।